କପ୍ରେ ବସେଇଥିଲି ଏବଂ ମାନେ ପରଫେକ୍ଟ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଉ ଆଜି ଆମେ ଗୋଟେ ସାବୁନ ବନେଇବା କୋଲ୍ଡ ପ୍ରୋସେସ୍। ଏଟା ଚାହିଁଲେ ଆପଣମାନେ ବି ବନେଇ ପାରିବେ। ତେଣୁ ମୁଁ ଗୋଟେ ଛୋଟ ବ୍ୟାଚ୍ ବନେଇକି ଦେଖୁଛି। ଆମର 3ଟା ଇନଗ୍ରିଡିଏଣ୍ଟରେ ସାବୁନ ତିଆରି ହେବ, ଯେଉଁଟାକି ହେଲା ତେଲ, ପାଣି ଏବଂ କଷ୍ଟିକ୍ ସୋଡ଼ା। ମୁଁ ଦେଖନ୍ତୁ ଓଜନ କରିକି କଷ୍ଟିକ୍ ସୋଡ଼ା ଏବଂ ପାଣି ନେଇଯାଇଛି। ପାଣି ଯେତେବେଳେ ଆମେ ୟୁଜ୍ କରିବା ସବୁବେଳେ ଡିଷ୍ଟିଲ୍ ୱାଟର ୟୁଜ୍ କରିବା। ଡିଷ୍ଟିଲ୍ ୱାଟର ଏବଂ ତାକୁ ବର୍ତ୍ତମାନ ମୁଁ ମିକ୍ସ କରିକି ବାହାରେ ରଖିଦେଉଛି ଥଣ୍ଡା ହେବା ପାଇଁ। ଦେଖନ୍ତୁ ଥଣ୍ଡା ହେଇଗଲା ପରେ ମୁଁ ଆଉ ଗୋଟେ ଜାଗାରେ ତେଲ ମୋର ଓଜନ କରିକି ରଖିଦେଇଥିଲି। ଆଉ ଆପଣ ମନେ ରଖନ୍ତୁ ଯେ ତେଲ ଯାହା ନେବେ ତାର 15% ନେବେ କଷ୍ଟିକ୍ ସୋଡ଼ା ଏବଂ କଷ୍ଟିକ୍ ସୋଡ଼ାର 2 ଗୁଣ ପାଣି ନେବେ। 2 ଗୁଣା ପାଣି ନେଲେ ଆମର 33%ର ଲାଇ ତିଆରି ହେବ। ଦେଖନ୍ତୁ ମୁଁ ଏଠି ତେଲରେ ଆସ୍ତେ ଆସ୍ତେ କଷ୍ଟିକ୍ ସୋଡ଼ାକୁ ଏ ଯେଉଁ ଲାଇକୁ ଢାଳି ମିକ୍ସ କରୁଛି। ଆସ୍ତେ 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 ମିକ୍ସ କରିବା। ଆପଣଙ୍କୁ କହି ରଖୁଛି ଯେତେବେଳେ ଏଇଟା ଆପଣ ବନେଇବେ ସେତେବେଳେ ଗ୍ଲୋଭ୍ସ ହାତରେ ପିନ୍ଧିବେ। ମୁଁ ଭିଡ଼ିଓ ବନାଉଛି, ତେଣୁ ଏ ଜାଗାଟି ଛୋଟ ହେଲା ମୁଁ ଚେଞ୍ଜ କରିଦେଉଛି। ମୁଁ ଭିଡ଼ିଓ ବନାଉଛି, ମୋତେ ଗ୍ଲୋଭ୍ସ ପିନ୍ଧିଲା ବେଳକୁ ଏଠି କ୍ୟାମେରା ଅପରେଟିଂ କଲା ବେଳକୁ ଅସୁବିଧା ହେବ। ତେଣୁ ତାପରେ ମୋର ଅଭ୍ୟାସ ହେଇଗଲାଣି ତ, ତେଣୁ ଦେଖନ୍ତୁ ଏଇଭଳିଆ ତାକୁ ମିକ୍ସ କରିବା। ପାଖାପାଖି ଅଧଘଣ୍ଟା ଖଣ୍ଡେ ମିକ୍ସ କରିବାକୁ ପଡ଼ିବ, ଅଧଘଣ୍ଟାରୁ 45 ମିନିଟ୍। ଦେଖନ୍ତୁ ଆସ୍ତେ ଆସ୍ତେ ସେ ଗାଢ଼ା ହେଇକି ତା କଲର୍ ଚେଞ୍ଜ ହେଇ ବସିବ। ଇସତ ହ୍ୱାଇଟ୍ କଲର୍ ପଳେଇ ଆସିବ। ଦେଖନ୍ତୁ ଇସତ ଧଳା ରଙ୍ଗ ଯେତେବେଳେ ପଳେଇ ଆସିବ, ବର୍ତ୍ତମାନ ଠିକ୍ ଆମର ଗାଢ଼ା ହେଇଗଲାଣି। ତାକୁ ବର୍ତ୍ତମାନ ଆଉ ଟିକେ ସମୟ ପରେ ମୁଁ ଗୋଳେଇ ସାରିଲା ପରେ ତା ଦେହରେ ଏସେନ୍ସିଆଲ ଅଏଲ୍ ୟୁଜ୍ କରିବା। ଆପଣ ଚାହିଁଲେ କଲର୍ ବି ଦେଇପାରିବେ, ଯାହା କଲର୍ ଦେବା କଥା ଆପଣ ଦେଇପାରିବେ। ଏବଂ ଏଠି ମୁଁ ଏସେନ୍ସିଆଲ ଅଏଲ୍ ଏଟା ଦେଉଛି 2 ଗ୍ରାମ ଦେବି, ବେଶୀ ନାହିଁ। 2 ଗ୍ରାମ ପାଖାପାଖି 2 ଗ୍ରାମ ଦେବି, 2 ml ଦେବି। କାହିଁକିନା ଏଟା 100 ଗ୍ରାମର ସାବୁନଟା ତିଆରି ହେଉଛି, ବେଶୀ ଆମେ ଏସେନ୍ସିଆଲ ଅଏଲ୍ ଦେବା ନାହିଁ। 2 ଗ୍ରାମର ଦେଲି ଏବଂ ତାକୁ ଆଉ ଥରେ ଭଲ ଭାବରେ ମିକ୍ସ କରିଦେବି। ମିକ୍ସ କରି ସାରିଲା ପରେ ତାକୁ ମୁଁ ଦେଖନ୍ତୁ ମୋଲ୍ଡରେ ଢାଳିବି। ଏ ପୁରା କ୍ୟାଚଅପ୍ ଭଳିଆ ଗାଢ଼ା ହେଇଗଲେ ଆମେ ମୋଲ୍ଡରେ ଢାଳିବା। ଦେଖ, ଯଦି ଆପଣଙ୍କ ପାଖରେ ମୋଲ୍ଡ ନାହିଁ, ଏମିତି କ୍ଷୀରି କପ୍ରେ ଆପଣ ଢାଳି ପାରିବେ। ଦେଖନ୍ତୁ ଏ କ୍ଷୀରି କପ୍ରେ ମୁଁ ଢାଳୁଛି। ସାବୁନଟା ହେଇସାରିଲା ପରେ ତା ଡିଜାଇନଟା ଦେଖିବେ କେତେ ବଢ଼ିଆ ଦିଶୁଛି, କେତେ ସୁନ୍ଦର ଦିଶିବ। ଏବଂ ଅଳ୍ପ ଟିକେ ମୁଁ ରଖିଛି ଆମର ମୋଲ୍ଡରେ ଢାଳୁଛି। ଆଉ ଏଇଟା ପାଖାପାଖି 48 ଘଣ୍ଟା ପରେ ଯାଇକି ଆମେ ତାକୁ ଅନମୋଲ୍ଡ କରିବା, ହାର୍ଡ଼ ହେଇଯିବ। ଏବଂ ସାବୁନଟାକୁ ସାଙ୍ଗେ ସାଙ୍ଗେ ବି ୟୁଜ୍ କରିହେବନି। ପାଖାପାଖି 5ରୁ 6 ସପ୍ତାହ ଆମେ ତାକୁ ରଖିବାକୁ ପଡ଼ିବ, ଆମର ଯେଉଁ ନ୍ୟୁଟ୍ରାଲାଇଜ୍ ହେବା ପାଇଁ। ଆମର ସେ ସୋପନିଫିକେସନ୍ କୋଲ୍ଡ ପ୍ରୋସେସ୍ରେ ଆସ୍ତେ 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 ସୋପନିଫିକେସନ୍ ପ୍ରକ୍ରିୟାଟା ହୁଏ। ତେଣୁ ଇଏ ପାଖାପାଖି 5 ସପ୍ତାହ, 4ରୁ 5 ସପ୍ତାହ ଲାଗେ। ତେଣୁ ଆମେ 5ରୁ 6 ସପ୍ତାହ ରଖିବା। ଦେଖନ୍ତୁ 48 ଘଣ୍ଟା ପରେ ସାବୁନ ହାର୍ଡ଼ ହେଇଯାଇଛି। ମୁଁ ତାକୁ ଦେଖନ୍ତୁ ଏଇ ମୋଲ୍ଡରେ ବସେଇଥିଲି, ତାକୁ ଡିମୋଲ୍ଡ କରିବା ଏବଂ ଦେଖିବା। ଦେଖନ୍ତୁ ଡିମୋଲ୍ଡ କରିବା କେଡ଼େ ସହଜ। ଆରାମସେ ତାକୁ ପଛପଟୁ ପ୍ରେସ୍ କରି ପିଟି ଦେଲେ ବାହାରି ପଡ଼ିବ। ଦେଖନ୍ତୁ କେତେ ସୁନ୍ଦର ହେଇଛି ସାବୁନଟା। ଏଇଟା ଛୋଟ ଗୋଟେ ପକେଇଥିଲି, କାହିଁକି ଏଇଟାକୁ ମୁଁ ଟ୍ରାଏଲ୍ କରି କେତେ ଫେଣ ହେଉଛି। ତାପରେ ବର୍ତ୍ତମାନ ଦେଖିବା ଫେଣ କେଉଁ ଭଳିଆ ହେଉଛି। ପାଣି ଟିକେ ନେଇ ମୁଁ ଦେଖୁଛି ଫେଣ ଏବଂ pH ଲେବୁଲ୍ ଦେଖିବା। pH ଲେବୁଲ୍ ବର୍ତ୍ତମାନ ଟିକେ 7ରୁ ଟିକେ ହାଇ ରହିବ, କିନ୍ତୁ 5-6 ସପ୍ତାହ ବେଳକୁ ସେ ପୁରା ନର୍ମାଲ 7 ପାଖକୁ ପଳେଇ ଆସିବ। ଦେଖନ୍ତୁ ଫେଣ କେତେ ବଢ଼ିଆ ହେଉଛି ଫେଣ। ତାପରେ ବର୍ତ୍ତମାନ ଆମେ ତାର pH ଲେବୁଲ୍କୁ ଚେକ୍ କରିବା। pH ଲେବୁଲ୍ ଚେକ୍ କରିବା ପାଇଁ ଲିଟମସ୍ ପେପରରେ ଆମେ ସାବୁନଟାକୁ ଓଦା କରି ଲଗେଇଦେଲେ ସେ ତାର ଯେଉଁ କଲର୍ ଚେଞ୍ଜ ହେବ, ସେଇ କଲର୍ ଅନୁସାରେ ଆମେ ଲିଟମସ୍ ପେପରରେ ଚାର୍ଟ ଦେଇଥିବ, ସେଇ ଚାର୍ଟକୁ ଦେଖିକି ଜାଣିପାରିବା pH କେତେ ହେଲା। ଏ ଦେଖନ୍ତୁ 7ରୁ ଟିକେ ଅଧିକା ରହୁଛି, ସେ ନ୍ୟୁଟ୍ରାଲ୍ ହେଇକି ଆମର 4 ସପ୍ତାହ ପରେ ସେ 7କୁ ପଳେଇ ଆସିବ। କାହିଁକିନା ବର୍ତ୍ତମାନ ବି ତାର ସୋପନିଫିକେସନ୍ ପ୍ରକ୍ରିୟାଟା ଚାଲୁଛି, କମ୍ପ୍ଲିଟ୍ ହେଇନି। ଧନ୍ୟବାଦ। ଜୟ ଜଗନ୍ନାଥ।